অজাসে রাধেশ্যাম চিত্তবোধবা চিত্তবিনোদ তৃতীয়ভাগ କଂସବଧ ପରେ ସୁଧର୍ମା ସ୍ୱଭାବ ଦେବତାମାନଙ୍କୁ ଶ୍ରୀକୃଷ୍ଣଙ୍କର 3 ବର୍ଷ ଦେଖାଇବାକୁ ନାରଦଙ୍କ ପ୍ରସ୍ଥାନ। ପଞ୍ଚମ ଭାଗ ପୁଣି ରାବଣ ଜନ୍ମ କୁମ୍ଭକର୍ଣ୍ଣ ସଙ୍ଗେ ଋଷି ବିପ୍ର ଦେବତାକୁ ନାଶ କରି ରଙ୍ଗେ ରାମ ରୂପୀ ଅବତରି ସୀତା ବିବାହ ହେବା ପିତାଙ୍କ ସତ୍ୟ ପାଇନ ରାମ ବନ ଯିବା ମାୟା ମୁଗ ବଧ ପୁଣି ସୀତା ଚୋରି ଚିତ୍ର ବାଲିକୁ ବଧିବା ହୋଇ ସୁଗ୍ରୀ ସଙ୍ଗେ ମିତ୍ର ରାବଣ ମରଣ ପୁଣି ରାମ ଅଭିଷେକ ସ୍ୱର୍ଗରୋହଣ କଂସା ସୁରର ଧମକ କୃଷ୍ଣ ଜନ୍ମ ବନ୍ଦୀ ହୋଇ ହସି ଚିତ୍ର ଗୋପୀ ବସୁଦେବ ନେବା ଯମୁନା ପବିତ୍ର ଏହିପରି ନାନା ଚିତ୍ର କହି ବିଶ୍ୱକର୍ମା ଦେବାଙ୍ଗ ଉପଚାରକୁ କଲା ତହିଁ ଜମା ଗୋଟି ଗୋଟି କରି ଖଣ୍ଡି କରତ୍ରମାର ଯାହାର ପାଶକୁ ଯାହା ହୋଇବ ଘଟନ ଗୋଟି ଗୋଟି କରି ଖଣ୍ଡି କରତ୍ରମାନ ଯାହାର ପାଶକୁ ଯାହା ହୋଇବ ଘଟନ ହୀରା ନିରାପ ଆରଏ ମୁକୁତା ଧାରେଲି ସଜାଇରେ ବିଶ୍ୱକର୍ମା କରିକି ମୁଖିରି କାହିଁ ପ୍ରବାଳର ଝରା ମୁକୁତାର ଫୁଲ ରଜତ ମଣି ମାଣିକ୍ୟ ହୋଇସି ଦଉଳ ସୁଧର୍ମା ସଭା ସ୍ୱର୍ଗଶିଳ୍ପୀ ହାତ ନିନ୍ଦା କହିବାକୁ କାରଣ ଥାଇ ସମତ ମାଣିକ୍ୟ ଖମ୍ବରୀ ସଭା ଇନ୍ଦ୍ର ନୀଳମଣି ପଦ୍ମକୁ ମୋଡ଼ର ଆକୃତିରେ ସଭାଇନି ହୀରା ନୀଳା ବୈଡୂର୍ଯ୍ୟମୟୀ ରତ୍ନ ମହିମା ପଟାନ୍ତ ନାହିଁ ତାକୁ ଅତୁଳିତ କମ ଅପୂର୍ବ ମଣ୍ଡପ ଆୟ ତହିନେ ହେବେନି କୋଶ ସୁନ୍ଦସ୍ପତି କରି ମେଢ ପ୍ରାଙ୍ଗଣ ଚୌପାଶ ମାରଗ ରତନ ଖମ୍ବ ସପ୍ତ ତାର ଉଚ୍ଚ ବାଙ୍କ ଚକ ନାହିଁ ତାର ଘଟଣା ସୁସଞ୍ଚ ସୁବର୍ଣ୍ଣ ଯଦିତ ରୂପ ଶ୍ରେଣୀ କାଣ୍ଡ ଗଜରଣ୍ଟରେ ପଲଙ୍କ କରି ଅଶିରୁଣ୍ଡ ଝିଙ୍କର ସାଏଣୀ ଚାର ଦିଶେ ଶୁକ୍ର ଜ୍ୟୋତି ଝରା ଝୁମ୍ବା ମାନରମ୍ବ ସହି ଚଉକତି ସ୍ୱର୍ଣ୍ଣ କଳସ ଉପରେ ଚିତ୍ତ ଧ୍ୱଜ ବୋଲେ ବଉଳ ମେଘରୁ ଖସି ବିଜୁଳି ପଡ଼େ ଆଗେ ଉଭା କୋଶ ଖମ୍ବ ବିଚିତ୍ର ମଣ୍ଡଳୀ ସର୍ବସୌନ୍ଦର୍ଯ୍ୟ ସମ୍ପଦ ଆଇଁଷି କି ସାଇଁ